ତାଙ୍କର ବିବେକ ସିନା ସିନା କିଛି ନାହିଁ କ'ଣ ଅଛି ତା ପାଇଁ କାଁ ବନ୍ଦ ହୁଏ ଏଇଟା ହେଉଛି ସେମାନେ ଆସିଥିଲେ ଶୋଭା ବଢ଼େଇଥାନ୍ତି ଫିଲ୍ମଟା ବଢ଼େଇବେନି ଫିଲ୍ମର ମାନ୍ୟତା ବଢ଼େଇବେ ଦର୍ଶକ ତେଣୁ ମୋ ଦର୍ଶକ ଜନାର୍ଦ୍ଦନ ସେମାନେ ଯାହା ଡିସାଇଡ୍ କରିବେ। ମୁଁ ଆଗରୁ କହିଥିଲି ବର୍ତ୍ତମାନ ରିଲିଜ୍ ହେଇଗଲା ଦର୍ଶକମାନଙ୍କର ସମର୍ଥନ ଅଛି ବର୍ତ୍ତମାନ ବୃନ୍ଦାବନରେ ଫୁଲ୍ ହଲ୍ ଅଛି ଇଣ୍ଟରଭ୍ୟୁ ହେଇଗଲାଣି ବର୍ତ୍ତମାନ ସମସ୍ତଙ୍କର ପଜିଟିଭ୍ ରେସ୍ପଣ୍ଡ ଅଛି ମୁଁ ଆଶା ଏ ପିକ୍ଚର ଭଲ ହେବ। ଶୁଣନ୍ତୁ ମୁଁ ଆଗରୁ କହିଥିଲି ମୋ ପିକ୍ଚର ଦେଖନ୍ତୁ ମୁଁ କଣ୍ଟେଣ୍ଟ ଭଲ କରେ ହିରୋ ଯିଏ ଥାଉ ଆଗେ ମୋ ବାପାଙ୍କୁ ମୁଁ ଶିଖିଛି କଣ୍ଟେଣ୍ଟ ଭଲ କରିବି ଦର୍ଶକମାନେ ଯେମିତି ଯେଉଁ ଭରସା ଅଛି ବ୍ରଜରାଜ ମୁଭିଜ ପ୍ରସନ୍ନ ନାୟକ ତାଙ୍କ ପୁଅ ଟୁଟୁ ନାୟକ ମୁଁ ସେ ଭରସା କେବେ ତଳେ ପକାଇ ଦେବିନି ଏବଂ ମୁଁ କଥା ଦେଇଥିଲି ବାପାଙ୍କ ନାଁରେ ବ୍ୟାନର କରିଛି ପ୍ରସନ୍ନ ନାୟକ ଏଣ୍ଟରଟେନମେଣ୍ଟ ବାପାଙ୍କ ନାଁ କେବେ ତଳେ ପକାଇ ଦେବିନି ତେଣୁ ମୁଁ ଫିଲ୍ମରେ କେବେ କମ୍ପ୍ରମାଇଜ୍ କରିନି ମୋ ସ୍କ୍ରିପ୍ଟ ଯାହା ଡିମାଣ୍ଡ କଲା ମୁଁ ତା ଖର୍ଚ୍ଚ କରିଛି ଦେଖନ୍ତୁ ଏଇଟା ହେଉଛି ଆଇ ଲଭ୍ ୟୁ ଟୁ ହେଉଛି 2 ଷ୍ଟେଟ୍ ଲଭ୍ ଷ୍ଟୋରି 2 ଷ୍ଟେଟ୍ ଗୋଟେ ଓଡ଼ିଶା ଏବଂ କାଶ୍ମୀର ମୁଁ କାଶ୍ମୀରରେ 15 ଦିନ ସୁଟିଂ କରିଛି କାଶ୍ମୀର ପ୍ରତି ଗଳି ଗନ୍ଧି ସବୁ କ୍ୟାପ୍ଚର କରିଛି ମୁଁ ମୋ କ୍ୟାମେରାରେ ତେଣୁ ଏଇଟା ଏକ୍ସପେନ୍ସିଭ୍ ପିକ୍ଚର ବଟ୍ ଦର୍ଶକମାନଙ୍କର ଏଣ୍ଟରଟେନ୍ କରିବା ପାଇଁ ଆମର ପ୍ରୟାସ କୋଉଟା କୋଉଟା ନା ସେ ଏସେନ୍ସଟା ପାଇବେ ଓଲ୍ଡ ୱାଇନ୍ ନ୍ୟୁ ବଟଲ୍ ସେଇଟା 20 ବର୍ଷ ତଳେ କରିଥିଲି 20 ବର୍ଷ ପରେ କରୁଛି ତେଣୁ ଅଡ଼ିଏନ୍ସର ଟେଷ୍ଟ ଚେଞ୍ଜ ହେଲାଣି ଏଇଟା ଆଜିକାର ଦିନର କଣ୍ଟେଣ୍ଟ ୟଙ୍ଗ ମାସ୍ ଯାହା ଡିମାଣ୍ଡ କରୁଛନ୍ତି ଆଜିକାର କଣ୍ଟେଣ୍ଟ ସେଥିପାଇଁ ଆମେ 3-4 ମାସ ବସିଥିଲୁ ସ୍କ୍ରିପ୍ଟରେ ଧନ୍ୟବାଦ ଦେବି ମୋ ରାଇଟର ଯଦୁ ପଣ୍ଡା ଏବଂ ମୋ ଡାଇରେକ୍ଟର ସୁଧାଂଶୁ ସାହୁ ଆଣ୍ଡ ମାଇ ଏଡିଟର ଚନ୍ଦ୍ରଶେଖର ମିଶ୍ର ବହୁତ ବଢ଼ିଆ ଷ୍ଟୋରି ହେଇଛି ଗୀତ ମାଇଣ୍ଡ ବ୍ଲୋଇଂ ମୋ ଡର ଥିଲା ସ୍ୱରୂପଦା ହେଉଛନ୍ତି ମେଲୋଡି କିଙ୍ଗ ବଟ୍ ମୋର ଯେମିତି ଗୀତ ରେକର୍ଡିଂ ହେଲା ମୁଁ ଖୁସି ହେଲି କି ପ୍ରେମ ବି ଆଜି ଦିନରେ ମେଲୋଡି କିଙ୍ଗ ବ୍ୟୁଟିଫୁଲ୍ କିଛି ବନେଇଛି ରିଲିଜ୍ ପୂର୍ବରୁ ଗୀତ ହିଟ୍ ହେଇଗଲାଣି ଆଉ ଭିଜୁଆଲ୍ ମୁଁ କମ୍ପ୍ରୋମାଇଜ୍ କରିନି କାଶ୍ମୀର ଗୀତ ସୁଟିଂ କରିଛି ଆପଣ ଫିଲ୍ କରିବେ ଏଇଟା ହିନ୍ଦୀ ପିକ୍ଚର ସେ ଲେବୁଲ୍ ପିକ୍ଚର ବନେଇଛି ଶୁଣନ୍ତୁ ସେ ତାଙ୍କ ବିବେକ ମୋ ଗୋଟେ ପୁଅ ବାହାଘର ନୁହଁ ଯେ ଝିଅକୁ ତାଙ୍କୁ ଡାକିବି କହିଛି ଶୁଣନ୍ତୁ ଛାଡ଼ ମୁଁ ସେଇ ଆଲୋଚନା କିଛି ଭାବିନି ତାଙ୍କର ବିବେକ ସିନା ସିନା କିଛି ନାହିଁ କ'ଣ ଅଛି ତା ପାଇଁ କାଁ ବନ୍ଦ ହୁଏ ଏଇଟା ହେଉଛି ସେମାନେ ଆସିଥିଲେ ଶୋଭା ବଢ଼େଇଥାନ୍ତି ଫିଲ୍ମଟା ବଢ଼େଇବେନି ଫିଲ୍ମର ମାନ୍ୟତା ବଢ଼େଇବେ ଦର୍ଶକ ତେଣୁ ମୋ ଦର୍ଶକ ଜନାର୍ଦ୍ଦନ ସେମାନେ ଯାହା ଡିସାଇଡ୍ କରିବେ ମୁଁ କୌଣସି ଷ୍ଟାର ଫ୍ୟାନ୍ ନୁହଁ ଦର୍ଶକମାନଙ୍କ ଫ୍ୟାନ୍ ସେଥିପାଇଁ ଦର୍ଶକମାନେ ଭଲ ପାଆନ୍ତି ତେଣୁ ମୁଁ ତାଙ୍କ ପାଇଁ ପିକ୍ଚର ବନେଇଛି ଆଇ ଲଭ୍ ୟୁ ଟୁ ଆଉ କଥା ଦେଉଛି ଯେମିତି 2004ରେ ଆଇ ଲଭ୍ ୟୁ ଥିଲା ଟ୍ରେଣ୍ଡ ସେଟର 24-20 ବର୍ଷ ପରେ ଆଇ ଲଭ୍ ୟୁ ଟୁ ହେବ ଟ୍ରେଣ୍ଡ ସେଟର ଯେଉଁ ଓଡ଼ିଆ ଯେଉଁ ଲୋକମାନେ ଓଡ଼ିଆ ଦେଖିବାକୁ ହଲ୍ ଯାଉନାହାନ୍ତି କାହିଁକିନା ଭଲ ତିଆରି ହେଉନି ଆଇ ଲଭ୍ ୟୁ ଟୁ ହେବ ଗୋଟେ ଟ୍ରେଣ୍ଡ ସେଟର ସେଇ ଲୋକମାନେ ଯେଉଁମାନେ ହଲ୍କୁ ଆସୁନାହାନ୍ତି ସେଇମାନେ ହଲ୍କୁ ଆସିବେ ଏବଂ ହିଟ୍ର ମାନ୍ୟତା ଦେବେ ଏବଂ ମୋ ହିରୋ ଆଦିତ୍ୟକୁ ବଡ଼ ହିରୋର ମାନ୍ୟତା ଦେବେ।